ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ପୋଲିସର ବଡ଼ ଧରଣର ଚଢ଼ାଉ, 2 ଅଟକ ଅଗ୍ନେୟାସ୍ତ୍ର ଜବତ। ବେଆଇନ ଅଗ୍ନେୟାସ୍ତ୍ର ଏବଂ ଗୋଚାଲାଣ ବିରୋଧରେ ରାଉରକେଲା ପୋଲିସର ବଡ଼ ଧରଣର ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ କରାଯାଇଛି ବିଶ୍ରା ଥାନା ଅଞ୍ଚଳରେ। ରାଉରକେଲା ନିକଟ ବିଶ୍ରା ଥାନା ଗୁଡ଼ଗୁଡ଼ଜୋର ଅଞ୍ଚଳରେ ରବିବାର ଦିନ ହୋଇଥିବା ଏହି ଚଢ଼ାଉରେ 2 ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି। ଗୋରୁ ଚୋରାଚାଲାଣ ଓ ଅବୈଧ ଅସ୍ତ୍ର କାରବାର ସନ୍ଦେହରେ ଏହି ରେଡ୍ ଆରମ୍ଭ ହୋଇଥିବା କୁହାଯାଇଛି। ତେବେ ଗିରଫଦାରୀ ଏବଂ ମାରଣାସ୍ତ୍ର ଜବତ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇ ନାହିଁ। ଚଢ଼ାଉ ଏବେ ମଧ୍ୟ ଜାରି ରହିଛି। କିଛି ସମୟ ପରେ ପୋଲିସ ପକ୍ଷରୁ ଏ ବାବଦରେ ସୂଚନା ମଧ୍ୟ ଦିଆଯିବ। ବ୍ୟୁରୋ ରିପୋର୍ଟ। ଜଣେ ଗୋ ଚାଲାଣକାରୀ ତଥା ବନ୍ଧୁକ ବ୍ୟବସାୟୀ ପାଖରେ କିଛି ବନ୍ଧୁକ ଅଛି, ସେ ଖବର ପାଇ ତାଙ୍କ ଟିମ୍ ନେଇ ରେଡ୍ କଲେ। ରେଡ୍ କରିବା ସମୟରେ ଆକ୍ୟୁଜ୍ ମଜାମିଲ ଆନ୍ସରୀ ପାଖରୁ ଏକ ଦେଶୀ ପିସ୍ତଲ ତା ସହିତ 2ଟି ଜୀବନ୍ତ ଗୁଳି ଜବତ କରିଥିଲେ ପାଇଲା ପରେ ତାକୁ ପଚରା ଉଚରା କରିବାରୁ ସିଏ ତାର ସହଯୋଗୀ ସମୀର ଆନ୍ସାରୀ, ଆସନ ଆନ୍ସାରୀ କୁ ଦେଇଥିବା ବନ୍ଧୁକ ବିଷୟରେ ଖବର ଦେବାରୁ ସଦାବେଳେ ପୁଣି ସେ 2 ଜଣକୁ ଧରିବାରେ ସକ୍ଷମ ହେବାରେ ତାଙ୍କ ପାଖରୁ ଗୋଟିଏ 9mm ପିସ୍ତଲ ସହ 2ଟି ଜୀବନ୍ତ ଗୁଳି ଏବଂ ଗୋଟେ ଏୟାରଗନ୍ ମଧ୍ୟ ମିଳିଥିଲା। ସବସିକ୍ୱେଣ୍ଟଲି ଆଉ ଜଣେ ତାଙ୍କର ସହଯୋଗୀ ଯାହାଙ୍କର ନାମ SD ଗୁଲାବ, ତା ପାଖରୁ ଗୋଟିଏ ଡୁପ୍ଲିକେଟ୍ ବନ୍ଧୁକ ସହ ଖଣ୍ଡା ଓ ଗୁପ୍ତି, ଯାହାକୁ ଭୁଜାଲିବା ଗୁପ୍ତି, ତା ପାଖରୁ ମଧ୍ୟ ଜବତ ହୋଇଥିଲା। ଏମାନେ ଏ ଅଞ୍ଚଳରେ ସବୁ ଅସାମାଜିକ କାମରେ ଲିପ୍ତ ରହିବା ସହ ଗୋ ଚାଲାଣ ତଥା ଗୋମାଂସ ରପ୍ତାନି କରୁଥିଲେ ବିଭିନ୍ନ ଜାଗାକୁ। ସେ ଖବର ମଧ୍ୟ ପୋଲିସ ପାଖରେ ଥିଲା। ଏହି ବାବଦରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।